ଲିଜରେ ଆଣିଥିବା କାର ଚୋରି ହୋଇଗଲା। ଏହାପରେ ମାନସିକ ଅବସାଦରେ ଥିଲେ ଆଉ ଆଜି ଥାନା ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ଘରେ ଝୁଲି ପଡ଼ିଲେ। ବାରିପଦା କୁଳିଅଣା ଥାନା କାମତା ଗାଁର ଦୀପକ କୁମାର ବାରିକକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ପିଆର୍ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ତେବେ ପୋଲିସଠାରୁ ନ୍ୟାୟ ନ ପାଇ ସେ ଝୁଲି ପଡ଼ିଥିବା ପରିବାର ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ ଦୀପକ ଲିଜରେ ଏକ କାର ଆଣିଥିଲେ। ସେଥିରୁ ହେଉଥିବା ରୋଜଗାରରେ ପରିବାର ପ୍ରତିପୋଷଣ କରୁଥିଲେ। ତେବେ କିଛିଦିନ ତଳେ ସେହି କାରଟି ଚୋରି ହୋଇଯାଇଥିଲା। ଏହାପରେ ସେ ମାନସିକ ଅବସାଦରେ ଥିଲେ। ବାରମ୍ବାର ଥାନାକୁ ଦୌଡ଼ିବା ସତ୍ତ୍ୱେ ନ୍ୟାୟ ମିଳିନଥିବା ଅଭିଯୋଗ ହୋଇଛି। ଏପରିକି କିଛିଦିନ ତଳେ ସ୍ତ୍ରୀ ଓ ନିଜ ଛୁଆଙ୍କୁ ଧରି ସେ ଥାନା ଆଗରେ ଧାରଣା ବି ଦେଇଥିଲେ। ସେପଟେ ଅଭିଯୋଗ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତାଙ୍କର ଗାଡି ଲିଜରେ ଆଣୁଥିଲା ଦେବାକୁ ସେ କହିଲେ ସକାଳ ପାଇ କହିଲା ଯେ ଆମ ଗାଡିଟା ଚୋରି ହେଇଗଲା। ଥାନାରେ ଥିଲା ସାର୍, ଥାନାରେ ବସି ରହିଥିଲା ହେଲା। ଘରକୁ ବି ଫୋନ କରିଛି ଯେ ମୁଁ ଥାନାରେ ଅଛି। ତା ପୁତୁରା କହିଲେ, ତାର ପୁତୁରାକୁ ଡାକିଲା ଯେ ତୁ ଥାନାକୁ ଆଏ। ତାପରେ କଣ ହେଲା କି ମୁଁ କହିପାରିବିନି। ମୁଁ ତ ଦୋକାନରେ ଥିଲି ସେଲୁନରେ ମତେ ମୁଁ ଯେତେବେଳେ ମୋ ନାତୁଣୀ ଯାଇକି ଦୌଡ଼ି ଯାଇ କହୁଛି ଅଜା ଚାଲ ମୁଁ ଫାସି ହେଇଗଲା। ଅଧିକ ସୂଚନା ପାଇଁ ଫୋନ୍ ଲାଇନରେ ମାଣିକଲାଲ ପାଣି ଆମ ସହଯୋଗୀ ଯୋଡ଼ି ହେଉଛନ୍ତି ବାରିପଦାରୁ। ମାଣିକଲାଲ, ଅଭାବନୀୟ ଘଟଣା ନିଶ୍ଚିତ ଭାବରେ, କିନ୍ତୁ ପୁଲିସ ବିରୁଦ୍ଧରେ ଯେଉଁ ଅଭିଯୋଗ ଆଣୁଛନ୍ତି ପରିବାର ଲୋକେ, ତା ପଛର ସତ୍ୟତା କଣ ରହୁଛି? ନିଶ୍ଚିତ ଏଇଟା ଦେଖନ୍ତୁ ଗୋଟେ ଦୁଃଖଦ ଘଟଣା, ଗୋଟେ ଅଭାବନୀୟ ଘଟଣା ଆଉ ଯୋଉ ପୋଲିସ ପାଇଁ ଲଜ୍ଜାଜନକ ବିଷୟ। ଜଣେ ବ୍ୟକ୍ତି ଗତ ମାସକ ତଳେ ସିଏ ବୋଲେରୋ ଆଣିଥିଲେ ଅନ୍ୟ ଜଣେ ଲୋକଙ୍କଠୁ ଏବଂ ବୋଲେରୋ ଚଲାଉଥିଲେ, କିନ୍ତୁ ବୋଲେରୋଟି ଚୋରି ହେଇଗଲା। ଯେତେବେଳେ ଚୋରି ହେଲା ଯୋଉ ବୋଲେରୋ ମାଲିକ ଏ ଯୋଉ ଦୀପକ ବାରିକ ତାଙ୍କ ଉପରେ ସବୁ ରେଫର କଲେ ତ ବୋଲେରୋ ତ ମିଳୁନି, ତା ବାଦେ ମତେ ଟଙ୍କା ଦେ। ଏ ବ୍ୟକ୍ତି ଜଣକ ଟଙ୍କା ତ ଦେଇପାରୁନଥିଲେ, ବରଂ ବାରମ୍ବାର ଥାନା ଯାଇକି ଅଭିଯୋଗ କରୁଥିଲେ ଯେ ମତେ ବୋଲେରୋ ଆଣିକି ଖୋଜି ଦିଅ କିମ୍ବା ଏ ଘଟଣାର ଗୋଟେ ସମାଧାନ କର। ପୋଲିସ କୌଣସି ପ୍ରକାର ଏଇ କଥାକୁ ଖାମଖିଆଲ ଭାବେ ନେଲା ଏବଂ ବୋଲେରୋ ତ ମିଳିଲାନି, ବରଂ କୌଣସି ସମାଧାନ ବି ମଧ୍ୟ କରିପାରିନଥିଲା। ତେଣୁ ମାସକ ତଳେ ଆମେ ମଧ୍ୟ ଦେଖିଥିଲୁ ଏ ଯୁବକ ତାର ଜଣେ ଦୁଇ ପୁତ୍ର ଏବଂ ତା ସ୍ତ୍ରୀକୁ ଧରିକି ଥାନା ପରିସରରେ, ଥାନା ପିଣ୍ଡାରେ ଧାରଣାରେ ବି ବସିଥିଲା ଯେ ମତେ ନ୍ୟାୟ ମିଳୁ, ମତେ ପୋଲିସ ନ୍ୟାୟ ଦେଉ। କିନ୍ତୁ ପୋଲିସ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ମାସେ ବିତିଗଲାଣି। ମାଣିକଲାଲ, ପୋଲିସ କାହିଁକି ଗୁରୁତର ସହିତ ନେଇନଥିଲା ଏ ଘଟଣାକୁ? ଦେଖନ୍ତୁ ଏଇ ଯୋଉ ଗ୍ରାମାଞ୍ଚଳରେ ସବୁ ଯୋଉ ପୋଲିସ ଅଧିକାରୀ ମାନେ ରହୁଛନ୍ତି, ଏମାନେ ଗୋଟେ ଖାମଖିଆଲ ଭାବ ରଖୁଛନ୍ତି। ଗୋଟେ ଲୋକ ବାରମ୍ବାର ଥାନା ଆସୁଛି, ଗୋଟେ ବିବାଦ ରହୁଛି, ଗାଡିଟି ଚୋରି ହେଇଛି, କିନ୍ତୁ ଏମାନେ ଖାମଖିଆଲ ମନୋଭାବ ଯୋଗୁ। ତାହେଲେ ମାଣିକଲାଲ, ଏଠି ପ୍ରଶ୍ନ ଉଠୁଛି ଯେ ପୋଲିସର ଦାୟିତ୍ୱ ପ୍ରକୃତରେ କଣ ରହୁଛି? ଯଦି ଗ୍ରାମାଞ୍ଚଳରେ ଏମିତି ଖାମଖିଆଲି ମନୋଭାବ ରଖିବ, ପୋଲିସର ଯୋଉ ଭରସା ରହିଛି ଲୋକଙ୍କ ପାଇଁ, ସେ ଭରସା ତ ଉଠିଯିବ। ନିଶ୍ଚିତ ଏ ନେଇକି ଯେତେବେଳେ ସାମ୍ବାଦିକ ମାନଙ୍କ ନଜରକୁ ମଧ୍ୟ ଆସିଲା, ଯେତେବେଳେ ମୋ ନଜରକୁ ମଧ୍ୟ ଆସିଥିଲା, ଆମେ ପୋଲିସ ସହିତ ଯୋଗାଯୋଗ କରୁଥିଲୁ। ଏମାନେ ତା ଭିତରେ କୌଣସି ପ୍ରକାର ଏମାନେ ତ ତା ଭିତରେ ପ୍ରତିକ୍ରିୟା ତ ଦେବେ ନାହିଁ, ତ ୟାର ସମାଧାନ ମଧ୍ୟ କରିପାରିଲେନି। ଯାହାଫଳରେ କି ଆଜି ଗୋଟେ ଦିଟା ଛୁଆ ତାଙ୍କ ବାପାଙ୍କୁ ହରେଇଲେ, ଜଣେ ସ୍ତ୍ରୀ ତା ସ୍ୱାମୀକୁ ହରେଇଲା। ଏବଂ ଦୁଃଖଦ କଥା ହଉଛି ଏ ଲୋକ ଆଜି ଥାନାକୁ ଆସିଥିଲା, ଆଜି ମଧ୍ୟ କହିଲା, କୌଣସି ଯେତେବେଳେ ହେଇପାରିଲାନି। ଆଜି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିଲା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିଲା ମୟୂରଭଞ୍ଜରେ। ଯଦି ତ ପୋଲିସ ଆଜି ବ୍ୟସ୍ତତା ଭିତରେ ଥିଲେ, କିନ୍ତୁ ଏ ଲୋକ ଆଜି ଆସିଥିଲା, ଯୋଉମାନେ କି ଥାନାରେ ଥିଲେ ତାକୁ ସନ୍ତୋଷଜନକ ଉତ୍ତର ଦେଇପାରିଲେନି। ଇଏ ଥାନା ସାମ୍ନାରେ ଗୋଟେ ପରିତ୍ୟକ୍ତ ଘର ଅଛି, ତା ଭିତରେ ଝୁଲି ପଡିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଯେତେବେଳେ ହେଲା, ସେତେବେଳେ ତାଙ୍କର ତ ମୃତ୍ୟୁ ଘୋଷଣା ହେଲା। ତା ବାଦେ ଯେତେବେଳେ ଲୋକ ଏ କଥା ଶୁଣିଲେ, ଗୋଟେ ଉତ୍ତେଜନା ପରିସ୍ଥିତି ମଧ୍ୟ କୁଳିଅଣାରେ ହେଲା। ତା ସହିତ ଥାନା ମେଡିକାଲରେ ମଧ୍ୟ ଶତାଧିକ ଲୋକଙ୍କ ଭିଡ ହୋଇଥିଲା। ନିଶ୍ଚିତ ଭାବରେ ମାଣିକଲାଲ, ଇଏ ଅନେକ ପ୍ରଶ୍ନ ଛିଡା କରୁଛି, କାରଣ ପୋଲିସ ତାର ଦାୟିତ୍ୱ କରୁଛି ତ? ଇଏ ପ୍ରଶ୍ନ ଭିତରେ କେବେ ପ୍ରକୃତରେ ପୋଲିସ ସୁଧୁରିବ, ବ୍ୟବସ୍ଥା ସୁଧୁରିବ, ତାକୁ ନେଇ ମଧ୍ୟ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ତମାମ ସୂଚନା ପାଇଁ ମାଣିକଲାଲ।